ବ୍ୟାଙ୍କ ତାଲା କଣ ଆମ ଆସିବା ପ୍ଲାନିଂ ହେଇଯାଲେ କେମିତି? ସାର୍ କଣ ବ୍ୟାଙ୍କକୁ ଆସିଥିଲେ କି? ହଁ ଆମେ ଅଫିସରେ ଲୋକ ଟିକେ କାମରେ ଆଇଥିଲୁ। ତମ ମୁଣ୍ଡ ଫୁଣ୍ଡ କାମ କରୁନାହିଁ ବୋଧେ? କାଇଁ ଆଜି ବା ରବିବାର ବ୍ୟାଙ୍କ ବନ୍ଦ। ଆତ୍ମା ମା ମରୁ। ଚାଲ ଚାଲ ଚାଲ। ଆମେ କି ଆମେ ଚୋର ଗୁରା ଅଛି। ଚୋରଟି ଶୁଣୁ ସେ ବ୍ୟାଙ୍କରେ ଯୋଉ ତାଲା ପଡିଥିଲା ତାକୁ ଭାଙ୍ଗି ପାରିନଥାନ୍ତେ? ଗାଡି ଆଉ କଣ ଯାଇ ହବ? କାଇଁ ମୋର ଲେଟ୍ ହେଲା ବାହାଘରିଆ ଭଡା ଗୋଟେ ଅଛି। ଆଉ ସେ ସେଇଆ କହିବନି ଆରଥରକ ତେଲ ପଇସା ଦେଇନ ଆଉ। ଏ ବାବା ଚାଲ ଚାଲ ଏକା ବେଳେ ପଠେଇ ନେଇ ନା ନା ଆଉ ହବ ଚାଲ ଚାଲ ହବ ନା ଏତେ ଲେଟ୍ ହେଇଯିବ ଯେ ଭଡା ଝଗଡା ହବ ମୋର କି ଏତେ ଟେନସନ ହବ। ଆରେ ଦିନ ଥିଲା ଚୋରି କରିବାକୁ ଆମେ ସମୟ ମିଳୁନଥିଲା। ଡେ ନାଇଟ୍ ଡବଲ ସିଫ୍ଟ କରୁଥିଲୁ, ଓଭର ଟାଇମ୍ ଏକ୍ସଟ୍ରା। ଦିନେ ଦିନେ ତ ଆମେ ଚୋରି କାମରେ ଏମିତି ମରି ଯାଉଥିଲୁ ଯେ ଖାଇବା ପିଇବା ଭୁଲି ଯାଉଥିଲୁ। ବାପା ଘରୁ ଟିଫିନ୍ ଆଣି ଆଉଥିଲେ। ଆଉ କହୁଥିଲେ ଚୋରି ତ ତମେ ଜୀବନ ଯାକ କରିବ, ଆଗ ଦିଟା କଣ ଖାଇଦେଇ ଯାଅ। ଆମେ କହୁଥିଲୁ ନା ନା ଆଗ ଏଇ ଘରଟା ପୋଛି ଦେଇ ଆସ। ଇଏ ଥିଲା ଆମ କାମ ପ୍ରତି ଡେଡିକେସନ। ହ୍ୟାଲୋ ଗାଇସ୍, ଗୋଟେ ବଡ ମାଛ ଜାଲରେ ଫସିବାକୁ ଯାଉଛି। ମାନେ ଆର ଗାଁ 3 ମୁଣ୍ଡିଆ ସ୍ୱୟଂ ସହାୟକ ଗୋଷ୍ଠୀର ମାଇପେ ମାନେ ଆଜି 3 ଲକ୍ଷ ଟଙ୍କା ବ୍ୟାଙ୍କରୁ ଲୋନ୍ ନେଇଛନ୍ତି। ଆଉ କାଲି ତାଙ୍କ ବଣ୍ଟା ବଣ୍ଟି କାର୍ଯ୍ୟକ୍ରମ ଅଛି। ଆଉ ସେ ବଣ୍ଟା ବଣ୍ଟି ଭିତରେ ଆମକୁ ଖୁଣ୍ଟା ଖୁଣ୍ଟି କରିବାକୁ ପଡିବ। ହଁ ହେଲା ଯେ କିନ୍ତୁ ଗାଁ ମାଇପିରେ ଦେହରୁ ଅଳି ଟିକେ ଦେବେନି। ଆଉ ତାଙ୍କ ଗ୍ରୁପ ପଇସା ଚୋରି କରିବ ଦାନ୍ତ ନଗେଇ ଦେବେ। ନା ନା ସେମିତି କଣ ହବ? ତା ପାଇଁ ପ୍ରପର ପ୍ଲାନିଂ ହବ ନା। ଆଉ କଣ ତାହେଲେ ପ୍ଲାନିଂ? କହୁଛି